କରୋନାର ଦ୍ୱିତୀୟ ଲହରୀରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ କମିବା ପରେ ରାଜ୍ୟ ସରକାର କଟକଣା କୋହଳ କରିଛନ୍ତି। ମହାମାରୀର ତୃତୀୟ ଲହର ଆଶଙ୍କା ନେଇ ଲୋକଙ୍କୁ ସଚେତନ କରିବା ସହିତ ସାମାଜିକ ଦୂରତା ରକ୍ଷା କରି ସମସ୍ତ କାର୍ଯ୍ୟ କରିବା ପାଇଁ ପୁରୀ ପୋଲିସ ବିଭାଗ ପକ୍ଷରୁ ମାସ୍କ ଚେକିଂ ଓ ପାଟ୍ରୋଲିଂ କରାଯାଉଥିବା ଦେଖାଯାଇଛି। ଶନିବାର ଓ ରବିବାର ସପ୍ତାହାନ୍ତ ସଟ୍ଡାଉନ୍ ଯୋଗୁଁ ସମୁଦ୍ରକୂଳ ଖାଁ ଖାଁ ହୋଇପଡ଼ିଛି। ଯେଉଁଠି ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କ ଗହଳି ରହିଥାଏ ସେଠାରେ ଜନଶୂନ୍ୟ ଦେଖିବାକୁ ମିଳିଛି। ନାହାନ୍ତି ଲାଇଫ୍ ଗାର୍ଡ କି ନାହାନ୍ତି ଉଠା ଦୋକାନୀ, ଚାରିଆଡ଼ ସୁନସାନ। ଉଠା ଦୋକାନୀମାନଙ୍କ ଖଟରେ ଥିବା ସାମଗ୍ରୀରେ ନେଳିଚେରି ବନ୍ଧାଯାଇ ବନ୍ଦ ରଖାଯାଇଛି। ସମୁଦ୍ରର ଜୁଆର ଓ ଲହଡ଼ି ମାଡ଼ର ମନୋରମ ଦୃଶ୍ୟରୁ ବଞ୍ଚିତ ହୋଇଛନ୍ତି ପର୍ଯ୍ୟଟକ।